ପଲ୍ଲବୀକୁ ନିମ୍କି ଆଉ ରିମ୍ଝିମ୍ ଧରିକି ତଲକୁ ଆଣିବେ। ତାପରେ ମାୟା କହିବେ, ତୋର ତଲକୁ ଆସିବା କ'ଣ ଦରକାର ଥିଲା? ରୁମ୍ରେ ରହିକି ରେଷ୍ଟ ନେଲୁନି? ତୋର ଭଲ ହେବା ପାଇଁ ଯେତିକି ଟାଇମ୍ ଲାଗିବ, ଆଦର୍ଶ ଉପରେ କାମର ପ୍ରେସର ସେତିକି ବଢ଼ିଯିବ। ଏଇଟା ବି ତତେ ବୁଝେଇକି କହିବାକୁ ପଡ଼ିବ। ଆମ କାହାରି କଥା ତୋ ଜୀବନରେ ମାନିଲୁନି। ଆଟଲିଷ୍ଟ ଆଦର୍ଶ କଥା ତ ଟିକେ ଚିନ୍ତା କର। ତାପରେ ଦାଦିମା କହିବେ, ଆରେ ଶୁଣୁ, ଆଦର୍ଶ ପରେ କହିଛି ପଲ୍ଲବୀକୁ ଏବେ ଟିକେ ଟିକେ ଚଲାବୁଲା କରିବା ପାଇଁ। ଆଉ ସେଇଥିପାଇଁ ତ ମୁଁ ରିମ୍ଝିମ୍କୁ କହିଲି, ଯା ତାକୁ ଡିନର ପାଇଁ ତଲକୁ ନେଇକି ଆସ। ତାପରେ ରିମ୍ଝିମ୍ କହିବେ, ଆଦର୍ଶ ତ କହିବେ ଦାଦିମା। ଗଲାବେଳେ ନିମ୍କିକୁ କହିଦେଇ ଯାଇଥିଲେ ଯେ ପଲ୍ଲବୀକୁ ରୁମ୍ରୁ ବାହାରକୁ ଆସିବାକୁ ଦେବୁନି। ଅବଶ୍ୟ ଆପଣ ଯାହା କହୁଛନ୍ତି ଭଲ ପାଇଁ କହୁଛନ୍ତି। କିନ୍ତୁ ଏମିତି ଅବସ୍ଥାରେ ସେ ତଲକୁ ଆସିବ କି ନାହିଁ ସେ କଥା ତ ସେ ନିଜେ ଚିନ୍ତା କରିବା ଦରକାର ଥିଲା ନା। ପଲ୍ଲବୀ ତ ଆଉ ଛୁଆ ହେଇ ନାହିଁ ନା। ସେ ତା ନିଜ ଦାୟିତ୍ୱ ନିଜେ ନେବା ଉଚିତ। ପୁଣି କହିବେ, ଦାଦିମା, ଆପଣ ପରା ଏ ଟିକେ ଆଗରୁ ପଲ୍ଲବୀର କେୟାର ନେବାରେ କାହିଁକି ଡେରି କଲି ବୋଲି ପାଟି କରୁଥିଲେ। ଏବେ ଦେଖନ୍ତୁ, ସେ ତାର ନିଜ ପାଇଁ ନିଜର ଚିନ୍ତା ନାହିଁ। ଖାଲି ସେତିକି ନୁହେଁ ଦାଦିମା, ଏଇ ଟିକେ ଆଗରୁ ନିମ୍କି ପାଖରୁ ଫୋନ୍ ନେଇ ସେ ତା କାମ ପାଇଁ କାହାକୁ ଫୋନ୍ କରିବାକୁ ବାହାରିଥିଲା। ତାପରେ ଆନନ୍ଦ କହିବେ, ହଁ ତ ଏଥିରେ କ'ଣ ଅଛି? ଆରେ ସେ ଘରେ ବସି ରେଷ୍ଟ ନେବ ବୋଲି କ'ଣ କାହା ସହିତ କାମ ବିଷୟରେ କଥା ହେଇ ପାରିବନି? ତାପରେ ରିମ୍ଝିମ୍ କହିବେ, କିନ୍ତୁ ଆଦର୍ଶ ତାକୁ ଫୋନ୍ରେ କାହା ସହିତ କଥା ହେବାକୁ ମନା କରିକି ଯାଇଛନ୍ତି। ଖାଲି ସେତିକି ନୁହେଁ, କାଲେ ଆଦର୍ଶ ବାହାରକୁ ଗଲା ପରେ ସେ ଫୋନ୍ରେ କଥା ହେଇଯିବ, ତେଣୁ ତା ଫୋନ୍ ବି ଆଦର୍ଶ ସାଙ୍ଗରେ ନେଇକି ଯାଇଛନ୍ତି। ଏହାପରେ ଗୌରବ କହିବେ, ହଁ ତ ଏଥିରେ ତମର କ'ଣ ଅସୁବିଧା ହଉଛି ରିମ୍ଝିମ୍? ତମେ ସେ କଥା ଏଠି କହି ସମସ୍ତିଙ୍କ ମନରେ ନିଆଁ ଲଗେଇବା କ'ଣ ଦରକାର? ତମେ ଚାହିଁଥିଲେ ସେ କଥାକୁ ଇଗ୍ନୋର କରି ପାରିଥାନ୍ତ। ତାପରେ ରିମ୍ଝିମ୍ କହିବେ, କିନ୍ତୁ ମୁଁ କହୁଥିବେ ଆଉ ଗୌରବ କହିବେ, ରିମ୍ଝିମ୍, ଇଏ ଆଦର୍ଶ ଆଉ ପଲ୍ଲବୀଙ୍କ ଭିତର କଥା। ତାଙ୍କ ପର୍ସନାଲ ମ୍ୟାଟର ଇଏ। ତାଙ୍କ କଥାରେ ଇଣ୍ଟରଫିୟର କରିବା ପାଇଁ ତମର କୌଣସି ବି ଅଧିକାର ନାହିଁ। ଏହାପରେ ରିମ୍ଝିମ୍ କହିବେ, ମୋତେ କହିବାକୁ ପଡ଼ିବ ଗୌରବ, କାରଣ ଦାଦିମା ନିଜେ ମୋତେ ପଲ୍ଲବୀର କେୟାର ନେବାକୁ କହିଛନ୍ତି। ଆଉ ଯଦି ପଲ୍ଲବୀର କିଛି ହେଇଯାଏ ସେତେବେଳେ ସମସ୍ତେ ମୋତେ ଦୋଷ ଦେବେ। ଏହାପରେ ମାୟା କହିବେ, ରିମ୍ଝିମ୍ ଠିକ୍ କଥା କହୁଛି ଗୌରବ। ଭୁଲ ପଲ୍ଲବୀ କରୁଛି, ହେଲେ ଘର ସାରା ସମସ୍ତଙ୍କୁ ଭୋଗିବାକୁ ପଡ଼ୁଛି। ତାପରେ ମମତା ମନେ ମନେ କହିବେ, ଏ ପଲ୍ଲବୀ ବି କୌଣସି କଥାକୁ ଏତେ ସିରିୟସଲି ନଉନୁ କାହିଁକି କେଜାଣି। ଖାସ୍ କରି ତା ନିଜ ପ୍ରତି ତାର ଅବହେଳା ବହୁତ ବେଶୀ। ଶୁଣୁ ଏବେ। ତାପରେ ରିମ୍ଝିମ୍ କହିବେ, ଏମିତିରେ ବି ପଲ୍ଲବୀ ସେ ସଞ୍ଜୀବ ସାଙ୍ଗରେ କଥା ହଉଥିଲା। କାହାର ଗୋଟେ ମର୍ଡର ହେବାକୁ ଯାଉଛି, ଆଉ ପଲ୍ଲବୀ ତାକୁ ଅଟକେଇବାକୁ ଚାହୁଁଛି କହୁଥିଲା। ତା ମାନେ ଏଇ ଅବସ୍ଥାରେ ବି ସେ ଆହୁରି କାମ କରିବାକୁ ଚାହୁଁଛି। ତେଣୁ କିଏ ଜାଣେ ଇଏ ଯଦି ପୁଣି ଘରୁ ବାହାରି ଯିବ, ଆଉ ତାପରେ ଯଦି ୟା ଉପରେ କୌଣସି ବିପଦ ପଡ଼େ କି ୟାର କୌଣସି କ୍ଷତି ହୁଏ, ସେତେବେଳେ କିଏ ଦାୟୀ ହେବ? ତାପରେ ଆଦର୍ଶ ଆସି କହିବେ, ଏ କଥା କ'ଣ ସତ ପଲ୍ଲବୀ? ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ତ ଦର୍ଶକ ବନ୍ଧୁ, ଆଦର୍ଶ କ'ଣ ପଲ୍ଲବୀଙ୍କ ଉପରେ ରାଗିଯିବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।